ଭଞ୍ଜନଗରରେ ଚୋରଙ୍କ ପ୍ରାଦୁର୍ଭାବ ବଢୁଛି। ଗତ ରାତିରେ ବେଲଗୁଣ୍ଠା ରୋଡ ଜାମପାଲି ଛକରୁ ସୁଶୀଲ ପ୍ରଧାନ ଓରଫ କାହ୍ନୁଙ୍କ ଟ୍ରାକ୍ଟର ରୋଟାଭେଟର ଆଞ୍ଚଳିକ ଲଙ୍ଗଳ ଦୋକାନ ଆଗରୁ ଚୋରି ହୋଇଛି, ଯାହାର ଆନୁମାନିକ ମୂଲ୍ୟ 1,45,000। ସୂଚନା ଅନୁସାରେ ସୁଶୀଲ ଗତ 2 ଦିନ ତଳେ ଚାଷ ପାଇଁ ନୂଆ ଟ୍ରାକ୍ଟର କିଣି ଆଣିଥିଲେ। ତାକୁ ଆଜି ପୂଜା କରିବାର ଥିଲା, କିନ୍ତୁ ଗତ ରାତିରେ ସୁଶୀଲଙ୍କ ନିଜ ବ୍ୟାଟେରୀ ଦୋକାନ ଆଗରେ ଗାଡି ରଖିଥିଲେ। ଦୋକାନ ବନ୍ଦ କରିବା ପରେ ଘରକୁ ଚାଲି ଯାଇଥିଲେ, କିନ୍ତୁ ସକାଳେ ଦେଖିବାକୁ ପାଇଲେ ଯେ ତାଙ୍କ ନୂଆ ଗାଡିରୁ ଲଙ୍ଗଳଟି ଚୋରି ହୋଇଛି। ଘର ପାଖରେ ଲାଗିଥିବା ସିସିଟିଭି ଫୁଟେଜରେ ଜଣାପଡିଛି ଯେ କିଛି ଚୋର ଗାଡିରୁ ଯନ୍ତ୍ରାଂଶ କାଢୁଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ ଚୋରି ଘଟଣା ଦେଖିବାକୁ ମିଳୁଛି, କିନ୍ତୁ ପୋଲିସ ନିରବଗ୍ରସ୍ତ। ରାତ୍ରି ସମୟରେ ପେଟ୍ରୋଲିଂ ଠିକରେ ହେଉନଥିବା ଯୋଗୁଁ ଅନ୍ତଃରାଜ୍ୟ ଚୋରଙ୍କ ଆତଙ୍କ ବୃଦ୍ଧି ହେଉଛି। ଭଞ୍ଜନଗର ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ବିଇ ନ୍ୟୁଜ, ଓଡ଼ିଶା।